50 ବର୍ଷ ଯୋଉ ଦିନ ଆରମ୍ଭ ହେଲା ସେତେବେଳେ ଏଇ ଯୋଉ ଗଛଟା ଲାଗିଥିଲା ସେ ମଞ୍ଜିଟା ପୋତା ହେଇଥିଲା ସେ ମଞ୍ଜିଟେ ଗଛ ହେଇ ଗୋଟିଏ ବଡ ବୃକ୍ଷ ହେଇଛି। ଆଜି ଯୋଉ ଆମେ ଯୋଉ ଦେଖୁଛୁ ସେ ମଞ୍ଜିଟା କିଏ ପୋତିଥିଲା ସକାଳେ ଆଜି ଆମର ଯେ ପୂର୍ଣ୍ଣ ଭାଇ ଆମର ଯୋଉ ପିପିଲି ଜଟଣୀ ଖୋର୍ଦ୍ଧା ଆଞ୍ଚଳିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବାରିକ ଭାଇ ସିଏ କହିଛନ୍ତି ମୁଁ ତଳେ ସେବାରେ ଥିଲି ମୋ କାନରେ ବାଜିଛି। ବାଞ୍ଛାଙ୍କ ମା ତାଙ୍କ ପିଲାମାନେ ସବୁ ଥିଲେ ଅଛନ୍ତି କହିପାରିବି ନା ଭିତରେ। ବାଞ୍ଛା ଭାଇ ଜଣେ ସାଧାରଣ ଶିକ୍ଷକ ଥିଲେ, ପ୍ରାଇମେରୀ ସ୍କୁଲ ଟିଚର ଥିଲେ। ସିଏ ଆସିଥିଲେ ପିପିଲି ଅଞ୍ଚଳରୁ। ତାଙ୍କ ଭିତରେ କି ପ୍ରକାର ସେ ଭାବନା ଥିଲା ଯେମିତି ମାନେ ଯୁଗାଚରଣ ଭାଇ ଆମର ଥିଲେ ଆମ ଓଡିଶା ପ୍ରାନ୍ତରେ ସିଏ ଯେମିତି ଠାକୁରଙ୍କୁ ଆମ ଚିହ୍ନେଇଥିଲେ ଆମ ଇଏ ଅଞ୍ଚଳରେ ଠିକ ସେ ବାଞ୍ଛାଲି ଭାଇ ସେ ଆମକୁ ଠାକୁରଙ୍କୁ ଚିହ୍ନେଇଥିଲେ। ମୋର ଆସିବା 91 ମସିହାରେ ବୋଧେ 35 ବର୍ଷ ହେଲାଣି ଆଶ୍ରମ ଆସିଲାଣି। ମୁଁ ତ କିଛି ଶାସ୍ତ୍ର ପଢେନି କିଛି ବୁଝାବୁଝି କରିପାରେ, ମୋଟାମୋଟି କଥା ଯାହା ଶୁଣିଛି ସିଏ ସେତିକି ବେଳେ କେତେ 2-3ଟି ଭାଇକି ଲଗେଇକି ଯୋଉ ସଂଘ ପ୍ରତିଷ୍ଠା କରିଥିଲେ, ଯୋଉ ଝଡ ଝଞ୍ଜା ଭିତରେ ଯୋଉ ଗଛ କଥା କହିଲେ ଯୋଉ ଗଛ ମନ୍ଦିରଟି ପୋତିଥିଲେ ସେ ମନ୍ଦିରଟି 50 ବର୍ଷ ବିରାଟ ବୃକ୍ଷ ହେଇଯାଇଛି। ସେ ମଞ୍ଜି ସେ ଗଛଟି ପୋତିଥିଲେ ସେ କେତେ ରୋଗ ପୋକ ଦାଉରୁ ରକ୍ଷା ପାଇଛି ଆପଣମାନଙ୍କୁ ସେଇ କଥା କହିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆମ ଏଇ ପିପିଲି ସମୟରେ ଠାକୁରଙ୍କୁ ଆମେ ଯୋଉ ଦେଖୁଛେ ଏଠି ସେ ମାନେ କନାରେ ବାନ୍ଧିକିରି ପିପିଲିରେ 3-4 ଜାଗା ଯେମିତି ବିରାଡ଼ି ତା ଛୁଆ ତା କାମୁଡିକିରି ଏଠି ଏ କଣ ସେ କଣ ସେ କଣ ଏ କଣ କରେ ଠିକ ସେଇଭଳି ସେ ତାକୁ ଏଠି ସେଠି 10 ଜାଗା କରି 3-4 ଜାଗା କରିଛନ୍ତି। କଲା ପରେ ଶେଷରେ ଆଜି ଏଇଠି ପହଞ୍ଚିଲେ। ଘରେ ରୁଟି କରି 2ଟା ଆଣିବେ, ବଜାରରୁ ଟିକେ ଆଚାର ନେବେ, ଶାସ୍ତ୍ର ପାଠ କରିବେ, ଭାବ ବିନିମୟ 3-4 ଜଣଙ୍କ ଯାହା ଭିତରେ କରିବେ, ତାପରେ ରୁଟି ଟିକେ ଖାଇଦେଇ ଘରକୁ ଯିବେ। ଏଇଭଳି ଭାବରେ ସଂଘ ପୂଜା କରୁଥିଲେ। ତାପରେ କଣ ହେଇଛି ନା ଯେତେବେଳେ ଏଇ ଜାଗାକୁ ଆସିଲେ ସେ ଠାକୁର ପରିଚାଳକଙ୍କର ଇଚ୍ଛା ଏଇଠି ଆସି ପହଞ୍ଚିଲେ। ଯେତେବେଳେ ଏଇଠି ସଂଘ ପୂଜା କଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାନେ ଏଇ ଜାଗାରେ ବହୁତ ଅଛନ୍ତି ମାନେ ଖରାପ ଚରିତ୍ର କହିଲେ କିଛି ଅତୃପ୍ତି ହବ ନାହିଁ। ସେମାନେ ସଂଘକୁ ବହୁତ ବିରୋଧ କରନ୍ତି, ଏ ଜାଗାକୁ ଦଖଲରେ ରଖିଥିଲେ ଇତ୍ୟାଦି ଇତ୍ୟାଦି। ଯେତେବେଳେ ମାନେ ଭାତ ଟିକେ ଅନ୍ନ ଟିକେ ଡାଲମା କରନ୍ତି କରିକି ପତର ପକେଇକି ଲାଇନ ହେଇ ବସନ୍ତି, ସିଏ ଯୋଉ ଆସନ୍ତି ସେମାନେ କେତେବେଳେ ସେମାନେ ଖାଇବେ ସଂଘ ପୂଜା ସରିଯିବ। ଯେତେବେଳେ ପତରେ ଭାତ ଡାଲମା ଇତ୍ୟାଦି କଣ କରିକି ଲଗେଇଦେବେ ସିଏ କଣ କରିବ ନା ପକେଟରେ ନେଇକି ଆସିବ ବାଲି। ସେ ଭାତ ଦିହରେ ଯେମିତି ତରକାରୀ ଲାଗେନି କି ଭାତ ଉପରେ ବାଲି ଲଗେଇ ଯିବ। ଚିନ୍ତା କରନ୍ତୁ ସେମାନେ ରାତି 9ଟା-10ଟାରେ ସେ ଭାତକୁ ସବୁ ଯାକ ଫୋପାଡ଼ି ସେ ଘରକୁ ଉପାସରେ ଯିବେ। ମାନେ ଗୋଟେ ଉଦାହରଣ ଦେଲି। ମତେ ବେଶୀ ଆକୃଷ୍ଟ ଲାଗେ ସେ ଯୋଉ 50 ବର୍ଷ ସଂଘ କରି 4-5 ବର୍ଷ ପରେ ଏଠିକି ଆସିଲେ, ଏଠି ସଂଘ ଘର ଦ୍ଵାରା କିଛି ନା କିଛି ଅଳ୍ପ କିଛି କରି ସଂଘ ପୂଜା କଲେ, ତାକୁ ଖାଦ୍ୟରେ ମଧ୍ୟ ବାଲି ମିଶେଇ ଦିଆହେଲା, ତାକୁ ସେ ବରଦାସ୍ତ କରୁଛନ୍ତି। ସେମାନେ ଖାଲି ବାଞ୍ଛା ଭାଇ ନୁହନ୍ତି, ତାଙ୍କ ସାଙ୍ଗରେ ଯୋଉ ପୂର୍ଣ୍ଣ ହେଇଥିଲେ ଆଉ 2-4 ଜଣ ଭାଇଙ୍କର ନାମ ଉଚ୍ଚାରଣ କରୁନି, ସେମାନେ ମଧ୍ୟ ବି ଆଜି ଆଉ ନାହାନ୍ତି ଏ ସଂସାରରେ। ଆଉ ଆମର ସେ ଲଳିତ ଭାଇ ବି ଥିଲେ, ତାଙ୍କ ପିଲାମାନେ ଯୋଉ ଦୌଡ଼ ଠାକୁର କରୁଛନ୍ତି ଆପଣ ଦେଖୁଥିବେ ଆମ ଦାନବପୁର ସେ ବିଷୟରେ ଥିଲେ। ସେଇଭଳି ଦୁଃଖ କଷ୍ଟ ସହି ସହି ଇଏ ସଂଘକୁ ଗୋଟିଏ ସଂଘ ପିପିଲି କରିନାହାନ୍ତି, ଇଏ ପିପିଲି ସଂଘକୁ ନେଇ 7ଟି ସଂଘ କରିଛନ୍ତି। ଏ ଅଞ୍ଚଳ ଜାଣିଛନ୍ତି ଖଣ୍ଡିମଣ୍ଡପରୁ ଆମର ଖୋର୍ଦ୍ଧା, ଜଟଣୀ, ମୋଟରୀ, ଡୁମଡୁମା ଆଉ ମାନେ ଆଉ ଗୋଟେ ହେଲା କୋଉଠି ନା ଷଡ଼ାଙ୍ଗୋଇ ଏମିତି 7ଟି ସଂଘ ବିଷୟ କରିଛନ୍ତି। ଆପଣ ଚିନ୍ତା କରୁଛନ୍ତି ଗୋଟିଏ ଟାଉନସିପ ରେ ଗୋଟିଏ ଜାଗା ଗୁଣ୍ଠେ ଡିସିମିଲ ଜାଗା କିଣି ହବନି। ଏତେ ବଡ ଜାଗା ଖାଲି ପିପିଲି ନୁହେଁ ଖଣ୍ଡିମଣ୍ଡପରେ ସବୁ ଜାଗାରେ ଜାଗା କିଣିଛନ୍ତି, ପକେଟରୁ ଦେଇନାହାନ୍ତି। ଆମରି ମାନଙ୍କୁ ଏତେ ସୁନ୍ଦର ଭାବରେ ବୁଝାଇ ଏତେ ସୁନ୍ଦର